ସେଦିନ ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିଥାନ୍ତି। ସ୍ୱାମୀଟି ରାଗି ଦେଇକି କହିଲା, ତୁ ତ ମୋ ଘରେ ପଡ଼ିକି ଖାଉଛୁ ନା, ତୁ ତ ମୋ ଘରେ ରହୁଛୁ, ଯା ତ ବାପ ଘରକୁ। ତାର କିଛି ସମୟ ପରେ ଝିଅର ବାପ ଘରୁ ଫୋନ୍ ଆସିଲା। ଏମିତି ଅନେକ ସମୟ କଥା ହେଇସାରିଲା ପରେ ଝିଅର ବାପା ମା କହୁଛନ୍ତି, ମା ସବୁ କଷ୍ଟ ସହିଯିବୁ, କାହିଁକିନା ବାହା ହେଇସାରିଲା ପରେ ସ୍ୱାମୀ ଘର ହେଉଛି ଗୋଟେ ଝିଅର ନିଜର ଘର। ଝିଅଟି ଭାବିଲା ଯଦି ସ୍ୱାମୀ ସହିତ କିଛି ପ୍ରୋବ୍ଲେମ୍ ହେଉଛି, ନା ମୁଁ ଘରକୁ ଯାଇପାରୁଛି, ନା ମୁଁ ଏଠି ଶାନ୍ତିରେ ରହିପାରୁଛି। ଗୋଟେ ଝିଅର ପ୍ରକୃତ ଘର କେଉଁଠି ଆଜ୍ଞା? ବାପା ମା କହିବେ ଆଡ଼ଜଷ୍ଟ କରିବୁ, ଏପଟେ ସ୍ୱାମୀ କହିବ ମୋ ଘରେ ରହୁଛୁ। ସେଇଥିରେ କୁହନ୍ତି ଝିଅମାନେ କାଳେ ଭାରି ସ୍ୱାର୍ଥପର।